ଆନନ୍ଦପୁର ଟୁକୁଣା ସଂସ୍କୃତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡସ୍ଥିତ ଟୁକୁଣା ବଳଭଦ୍ର ନାରାୟଣ ସରକାରୀ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅଧ୍ୟାପକ ଡକ୍ଟର ଗୋପୀନାଥ ପଣ୍ଡାଙ୍କ ସଂଯୋଜନାରେ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ମନୋରଞ୍ଜନ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବସନ୍ତ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନ୍ୟାୟ ବିଭାଗ ମୁଖ୍ୟ ଡକ୍ଟର ଜି ଜୟମାଣିକ୍ୟ ଶାସ୍ତ୍ରୀ ଯୋଗଦେଇ ସଭା ମଣ୍ଡିତ କରିଥିଲେ। ଏହାସହ ଶ୍ରୀ ମିଶ୍ର ଏହି ଅନୁଷ୍ଠାନ ସହ ଜଡ଼ିତ ଥିବା ନିଜ ଅନୁଭୂତିକୁ ବଖାଣିବା ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଆରୋପ କରିଥିଲେ। ଡକ୍ଟର ଶାସ୍ତ୍ରୀ ନ୍ୟାୟଶାସ୍ତ୍ରରେ ରହିଥିବା ବୈଜ୍ଞାନିକ ତତ୍ତ୍ୱକୁ ଉଲ୍ଲେଖ କରି ତା ସହ ସଂସ୍କୃତର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଅଧ୍ୟାପକ ସୁଦର୍ଶନ ସାହୁ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପାଢ଼ୀ ସଂସ୍କୃତି ଓ ସଂସ୍କୃତ ମଧ୍ୟରେ ଥିବା ଅଙ୍ଗାଅଙ୍ଗୀ ଭାବକୁ ଉଲ୍ଲେଖ କରିବା ସହ ଅନୁଷ୍ଠାନର ଐକ୍ୟ ଭାବକୁ ପ୍ରତିପାଦନ କରିଥିଲେ। ପ୍ରାକ୍ତନ ଅଧ୍ୟକ୍ଷା ଡକ୍ଟର ଇନ୍ଦିରା ଶୁଭଦର୍ଶିନୀ ଦେବବନ୍ଦିତା ଚକ୍ର ତଥା ପ୍ରଫୁଲ୍ଲ କୁମାର ବେହେରା ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯଦୁମଣି ମିଶ୍ର ତଥା ବିଜୟ କୁମାର ମିଶ୍ର, ପୁରାତନ ଛାତ୍ର ପତିତପାବନ ମିଶ୍ର, ନରହରି ମିଶ୍ର, ଦେବେନ୍ଦ୍ର ମିଶ୍ର, ରାଜୀବ ଲୋଚନ ଦାସ, ବିଜୟ ଦାସ, ରମେଶ ଚନ୍ଦ୍ର ଦାସ, ଜିତେନ୍ଦ୍ର ମିଶ୍ର ପ୍ରମୁଖ ପ୍ରତ୍ୟକ୍ଷ ସହଯୋଗ କରିଥିଲେ। ଏହାସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୀତବାସ ଦାସ, ମନ୍ମଥ ମିଶ୍ର, ପଙ୍କଜ ଜେନା, ଶୀତମ ଜେନା, ଜ୍ୟୋତିରଞ୍ଜନ ଦାସ ଓ ଆହୁରି ଅନେକ ଛାତ୍ରଛାତ୍ରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ଅଧ୍ୟାପକ ଡକ୍ଟର ଭୋଳେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୋତେ ବହୁତ ଖୁସି ଲାଗୁଛି କାରଣ ବାର୍ଷିକ ଉତ୍ସବ ହେଉଛି ମହାବିଦ୍ୟାଳୟର ସବୁଠୁ ପିଲାମାନଙ୍କର ଏବଂ ଶିକ୍ଷକମାନଙ୍କର ଗୋଟିଏ ଅଭିଳାଷିତ ଦିନ, ଯେଉଁ ଦିନ ସମସ୍ତେ ସାରା ବର୍ଷର ଯେତେ ଯେତେ ସବୁ ଘଟିଥାଏ କାର୍ଯ୍ୟକ୍ରମ କିମ୍ବା କଷ୍ଟ ସେଇଥିରେ ଖୁବ୍ ଉଲ୍ଲସିତ ହୁଅନ୍ତି ଏବଂ ଆନନ୍ଦ ଏବଂ ସବୁକିଛିକୁ ଆମେ ସବୁ ବାହାର ପଛର ଜିନିଷକୁ ଆମେ ଆଲୋଚନା କରନ୍ତି। ଆଉ ଆମ ଗହଣରେ ବିଶ୍ୱବିଦ୍ୟାଳୟରେ ଥିବା ଆମର ଡକ୍ଟର ବସନ୍ତ କୁମାର ମିଶ୍ର ଯିଏକି ବିଗତ ଦିନରେ ଏଇ ମହାବିଦ୍ୟାଳୟର ସେଇଥିରୁ ଉପଦେଷ୍ଟା ଏବଂ ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବନି। ବହୁତ ପରିଶ୍ରମ କରି ଏ ମହାବିଦ୍ୟାଳୟକୁ ସେ ମଧ୍ୟ ନେଇଛନ୍ତି। ଆଉ ଆମ ଗହଣରେ ଯେଉଁ ଅତିଥି ଅଛନ୍ତି ଜି ଜୟମାଣିକ୍ୟ ଶାସ୍ତ୍ରୀ ସେ ମଧ୍ୟ ଖୁବ୍ ଉତ୍ସାହିତ କରିଛନ୍ତି। ଆଉ ପିଲାମାନଙ୍କର ଏତେ ଖରାରେ ସେମାନଙ୍କର ପରୀକ୍ଷା ପତ୍ର ମଧ୍ୟରେ ବି ସେମାନେ ଏଇ ଦିନଟିକୁ ଖୁବ୍ ଉପଭୋଗ କରୁଛନ୍ତି। ଆଉ ସେଥିପାଇଁ ମୋତେ ଖୁବ୍ ଖୁସି ଲାଗୁଛି। ଆଜି ବଳଭଦ୍ର ସଂସ୍କୃତ ଯେଉଁ ଟୋଲ୍ର ବାର୍ଷିକ ଉତ୍ସବ ଅଛି ମହାବିଦ୍ୟାଳୟ ବାର୍ଷିକ ଉତ୍ସବ। ମୁଁ ଡକ୍ଟର ବସନ୍ତ କୁମାର ମିଶ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ପରୀକ୍ଷା ନିୟନ୍ତ୍ରକ। ବଡ଼ ଆନନ୍ଦର କଥା ଆଜି ଏକ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଏହାର 14ତମ ବାର୍ଷିକ ଉତ୍ସବରେ ମୁଁ ଯୋଗଦେଇ ଅତ୍ୟନ୍ତ ଖୁସି ଅଛି। ଏହି ମହାବିଦ୍ୟାଳୟ ସମଗ୍ର ଓଡ଼ିଶାରେ ଥିବା 117ଟି ସଂସ୍କୃତ ମହାବିଦ୍ୟାଳୟମାନଙ୍କ ମଧ୍ୟରୁ ଅତ୍ୟନ୍ତ ଅଗ୍ରଣୀ ରହିଛି ଏବଂ ବହୁ କ୍ଷେତ୍ରରେ ଏଠିକାର ପିଲାମାନେ ସୁନାମ ଅର୍ଜନ କରୁଛନ୍ତି ଏବଂ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ସଫଳତାର ସହିତ ଅଧ୍ୟୟନ କରୁଛନ୍ତି ଏବଂ ଉଚ୍ଚ ପ୍ରଶଂସିତ ହେଉଛନ୍ତି। ଏହା ଅତ୍ୟନ୍ତ ଆନନ୍ଦର କଥା ଏବଂ ଇଏ ଏକ ସର୍ବ ପୁରାତନ ସଂସ୍କୃତ ଅନୁଷ୍ଠାନ ଆମ ଓଡ଼ିଶାରେ। ଏଠାରେ ପୂର୍ବରୁ ଅନେକ ଛାତ୍ରଛାତ୍ରୀମାନେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସମଗ୍ର ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ମଧ୍ୟ नियुक्ति पाई। आज का प्रोग्राम के बारे में क्या कहेंगे?
मैं जयमाणिक्य शास्त्री, न्याय विभाग का अध्यक्ष, जगन्नाथ संस्कृत विश्वविद्यालय, IPSC का डायरेक्टर। यहाँ पे आज जाके मुझे बहुत अच्छा लगा है। यहाँ पे हमारे जो अध्यापकगण हैं बहुत ही उच्च कोटि के व्यक्तित्व संपन्न वाले हैं। यहाँ पे बच्चों में भी उत्साह देख करके बहुत ही अच्छा लग रहा है। यहाँ पे वातावरण पूरा संस्कृतमय है। उन लोगों का बात भी वो कर रहे हैं जो संस्कृत में कर रहे हैं। यहाँ पे देख करके, यहाँ पे आकर के मुझे लग रहा है कि संस्कृत का भविष्य उज्ज्वल है। मैं कहते हुए उनको विराम देता हूं। दिनटाକୁ ସମସ୍ତେ ଅପେକ୍ଷା କରିଥାନ୍ତି ସମସ୍ତ ଛାତ୍ରଛାତ୍ରୀ। ଆଜି ଯେଉଁ ପୁରସ୍କାର ବିତରଣ ଉତ୍ସବ, ବାର୍ଷିକ ଉତ୍ସବ ଆପଣ ମହାବିଦ୍ୟାଳୟ ପାଳନ କରୁଛନ୍ତି, ଏ ବିଷୟରେ କ'ଣ ରହିବ ବାର୍ତ୍ତା? ପ୍ରତିବର୍ଷ ତ ଆମର ବାର୍ଷିକ ଉତ୍ସବ ହୁଏ ଏବଂ ଏ ବର୍ଷ ଟିକେ ବିଳମ୍ବ ହୋଇଯାଇଛି କାରଣ ପରୀକ୍ଷା ସିଡ୍ୟୁଲ୍ ଥିଲା। ପରେ ପରୀକ୍ଷା ଲାଗି ରହିଥିଲା। ତା ଛଡ଼ା ଆମକୁ ମଧ୍ୟ ଏଠି ଆମର ଯେଉଁ ପଡ଼ିଆର ଟିକେ କନଷ୍ଟ୍ରକ୍ସନ୍ କାମ ଚାଲିଥିଲା, ସେଥିପାଇଁ ସ୍ପେସ୍ ନଥିଲା। ତେବେ ସେଥିପାଇଁ ଆମେ ଅପେକ୍ଷା କରିଥିଲୁ ଏବଂ ଶେଷରେ ଏଇଠି ଗୋଟେ ଗ୍ୟାପ୍ ପାଇଲୁ, ଯାଇକି ଏପ୍ରିଲ ମାସରେ ଆମେ ତାକୁ ସେ ପୁରସ୍କାର ବିତରଣ ଉତ୍ସବ ତାକୁ ସମାପ୍ତି କରିଦେବୁ ବୋଲିକି ଆମେ ଚିନ୍ତା କଲୁ। ଏବଂ ଏ ପ୍ରସଙ୍ଗରେ ଆମେ ଆମର ସୌଭାଗ୍ୟ ଯେ ଆମେ ଆମ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବସନ୍ତ କୁମାର ମିଶ୍ର ଏବଂ ନ୍ୟାୟ ବିଭାଗୀୟ ମୁଖ୍ୟ ଡକ୍ଟର ଜି ଜୟମାଣିକ୍ୟ ଶାସ୍ତ୍ରୀଙ୍କୁ ଆମେ ପାଇଲୁ ଏବଂ ସେ ପିଲାମାନଙ୍କୁ ତାଙ୍କର ଆଶୀର୍ବଚନ ଦେଲେ। ଏବଂ ଆନନ୍ଦପୁରରୁ ଟୁକୁ ଜେନା, ଖୋଲା ଖବର।